ବାବୁ ଘରଟା ତାଳି ମାରିକି ସେ ଘରର ମଝି ଖୁଣ୍ଟି ଯେତେବେଳେ ନହଲି ଗଲାଣି ଆଉ ସେ ଘର ଘର ହେଇକି ରହିବ ପୁରା ମଶାଣି ହେଇଯିବ ଭଣଜା। ବାବୁ ଭଣଜା ମାନିବାକୁ ପଡ଼ିବ ବାଘକୁ। ଶଳା ଏମିତି କାଇଦାରେ ଆଟାଟା ଚେଞ୍ଜ କରିଦେଲା। ପୁଅ ଯାଇ ସିଧା ଜେଲ ଭିତରେ। ମହାନ୍ତି ବାବୁ ସେଥିପାଇଁ ମତେ କମ ମେହନତ କରିବାକୁ ପଡିନି ମହାନ୍ତି ବାବୁ। କଷ୍ଟ କଲେ କୃଷ୍ଣ ମିଳେ ଆଉ ତମେ ଯୋଉ ମତେ ସାହାଯ୍ୟ କରିଛ ନା ତାରି ନାଶ ତମକୁ ନିଶ୍ଚୟ ମିଳିବ। ଖାଲି ମିଷ୍ଟର ରବର୍ଟ ଆସୁଛି ମାଲଟା ଯେମିତି ଠିକ୍ ସମୟରେ ପହଞ୍ଚିଯିବା ଦରକାର। ବ୍ୟସ୍ତ ହୁଅନି ସାର୍ ସେଥିପାଇଁ ଏ ବାଘା ରେଡି ଅଛି। ଏ ବାଘା ଯୋଉ କାମରେ ହାତ ଦେଇଛି ନା ସେଇ କାମଟା କେବେ ଫେଲୁଅର ହେଇନି ସାର୍। ବାଜିରେ ସେ କେବେ ହାରିନି କି ହାରିବନି। କିନ୍ତୁ ସେ ଶଳା ଇନ୍ସପେକ୍ଟର ମହାପାତ୍ରଟା ଆମେ ତାକୁ ଯେମିତି କରିବା ସେ ସେମିତି ନାଞ୍ଜ ହଲେଇ ନାହିଁ। ଯାଅ ତମେ ଏଥର ଆସିପାର। मूसा बाघा चलेगा माँ चलेगा निको वो पाड़िया कामोना की दामने मूसा पुलु बालू आसुति सर नमस्कार ଆସିପାର। ତମକୁ କେତେଟା ପ୍ରଶ୍ନ ପଚାରିବାକୁ ଯେ ସବୁକୁ ଅନ୍ୟ ବେଳେ ପ୍ରଶ୍ନ ପଚାରି ଆସେ ତାଠୁ ଉତ୍ତର ଚାହିଁବାରେ ଆଶା କରୁଛ। ତଥାପି ତମକୁ କହିବାକୁ ପଡ଼ିବ ଆପଣଙ୍କ ଗାଡ଼ି ନମ୍ବର OR02 BM 4698 ଆଠଟା ଗତକାଲି ରୂପାଲି ଛକରେ ଠିଆ ହୋଇଥିଲା। କାହିଁକି ତମେ ଏ କଥା ପଚାରିବାକୁ କିଏ? ତମ କ'ଣ ପୋଲିସ? କାରଣ ସେଇ କାର୍ ପାଖରେ ଗୋଟାଏ ଲୋକ କଳା ପୋଷାକ ପିନ୍ଧି ନୀଳ ରଙ୍ଗର ଆକାଶ ଧରି ଠିଆ ହୋଇଥିବାର ମୁଁ ଠିକ୍ ଲକ୍ଷ୍ୟ କରିଛି। ଯୋଉଟାକି ମୋ ଦାଦା ସତ୍ୟବାନ ମହାପାତ୍ରଙ୍କ ପାଖରୁ ସିଲ୍ ହୋଇଥିବା ଆଟା ସହିତ ମିଶି ଯାଉଛି। ମାନେ ତମେ କ'ଣ କହିବାକୁ ଚାହୁଁଛ? ତମ ଦାଦାକୁ ଆରେଷ୍ଟ କରିବା ପଛରେ ମୋରି ହାତ? କାରଣ ସେଇ ଲୋକଟା ମୋ ଦାଦାଙ୍କୁ ଫଲୋ କରୁଥିଲା। ଆକାଶ ତମେ ଭୁଲି ଯାଉଛ ଏଇଟା ଜଗନ ବଳିଆର ସିଂର ଫ୍ଲାଟ୍। ତା ଉପରେ ଠିଆ ହୋଇ ତମେ କଥାବାର୍ତ୍ତା କରୁଛ। ତମେ ଯଦି ମାମୁଙ୍କ ଜୟୀଙ୍କ ଭାଇ ନ ହେଇଥା ତ ଏଇ କଥାଟାକୁ ମୁଁ ଆକ୍ସେପ୍ଟ କରିବି ନା। ମୁଁ ବି କଥାଟାକୁ ଆକ୍ସେପ୍ଟ କରି ଚାଲି ଯାଉଛି ଜଗନ ବଳିଆର ସିଂ। କାରଣ କିନ୍ତୁ ମନେ ରଖ ତୋର ଘର ସବୁବେଳେ ଅନ୍ଧାର ନଥାଏ। ସେଇ ଲୋକଟାର ଅସଲ ପରିଚୟଟା ମୁଁ ନିଶ୍ଚୟ ଖୋଜି ବାହାର କରିବି। ବାବୁ ଛୋଟ କଥାରେ କେମିତି ବନ୍ଧୁବାନ୍ଧବ ଭିତରେ କ'ଣ କଲେ ଭଲ କଥା। ସେଥିପାଇଁ ତମ ମୋ ଝିଅକୁ ତମ ଘରେ ଦେଇ ଆଜି ପର୍ଯ୍ୟନ୍ତ ତମ ବାରଣ୍ଡା ମାରିନି। ତମେ ଭାବିବ ତମ ଘରଟାକୁ ଆସି ଭାଙ୍ଗିଦେଲା। ଆଉ ସଫେଇ ଦେବା ଦରକାର ନାହିଁ। ଆମ ସବୁ ପ୍ରତିଶୋଧ ନେବା ପାଇଁ ତମ ଝିଅକୁ ମୋ ଭାଇ ସହିତ ମ୍ୟାରେଜ୍ କରିଛି। କିନ୍ତୁ ମନେ ରଖ ତୋର ଘର ସବୁବେଳେ ଅନ୍ଧାର ନଥାଏ। ଦିନେ ନା ଦିନେ ଆଲୋକିତ ଆଉ ସେଇ ଆଲୋକ ଭିତରୁ ନିଶ୍ଚୟ ତମମାନଙ୍କର ଅସଲ ମୁହଁଟା ପରିଷ୍କାର କରିଦେବି। ଏ ସୁଯୋଗଟା ତମେ କେବେ ପାଇବନି ଆକାଶ। ତା ପୂର୍ବରୁ ସକାଳର ସୂର୍ଯ୍ୟଟା ନଥିବ। ତମ ପାଇଁ ଅନ୍ଧାର ହେଇଯାଇଥିବ। ଆପଣ ପାରିବେନି ଭାଇ। ରାତି ପାଇବାକୁ ଅଳ୍ପ ସମୟ ବାକି ଅଛି। ପୂର୍ବ ଆକାଶରେ ସିନ୍ଦୁର ପାଟି ଯୋଉ ଆଲୁଅ ଝରକା ଦେଇ ତମ ଅଗନରେ ପଡ଼ିବାକୁ ଯାଉଛି ତାକୁ ଯେତେ ଚେଷ୍ଟା କଲେ ବି ଆପଣ ଲିଭେଇ ଦେଇପାରିବେନି। କାରଣ ସିଏ ହେଉଛନ୍ତି ସତ୍ୟର ସୂର୍ଯ୍ୟ। ଚନ୍ଦନ କ'ଣ ହେଇଛି ଆକାଶ ଭାଇ? ବ୍ୟସ୍ତ ଥିଲା ପରି ଜଣା ପଡ଼ୁଛ। ଚନ୍ଦନ ଦାଦା ବର୍ତ୍ତମାନ ହାଜତରେ ଆଉ ତୁ ଚାହିଁଲେ ତାଙ୍କୁ ମୁକୁଳି ଦେଇପାରିବୁ। ସତ୍ୟ ଦାଦା ହାଜତରେ କିନ୍ତୁ ତାଙ୍କର ଅପରାଧ କ'ଣ? ହଁ ତାଙ୍କୁ ଜାଲିନର କେସ୍ରେ ତାଙ୍କୁ ଫସାଇ ଦିଆଯାଇଛି। ସତ୍ୟ ଦାଦା ପରି ଦେବତାଙ୍କ ନାଁରେ ପୁଣି ଜାଲିନର ଅଭିଯୋଗ? ଇମ୍ପସିବଲ। ଚାଲ ମୁଁ ଆଜି ମୋ ଓକିଲାତି ଜୀବନର ଆରମ୍ଭ କରିବି ସତ୍ୟ ଦାଦା ପରି ଦେବତାଙ୍କ ଠାରୁ।
ଆଉ ସେଥିରେ ମୁଁ ଯଦି ସକ୍ସେସ୍ ହୁଏ ସେଇ ହବ ମୋ ଜୀବନର ସବୁଠୁ ବଡ଼ ସକ୍ସେସ୍। ଆସ କେସ୍ ତମେ ଟେକଅପ୍ କରିପାରିବନି। ଶିଖା ତୁ କାହାକୁ କ'ଣ କହୁଛୁ? ତୋର ମନେ ରଖିବା ଉଚିତ ସେ ହଉଛନ୍ତି ତୋ ଦାଦା ଶ୍ୱଶୁର। ଗୋଟେ ଚୋର ବଦମାସ ସହିତ ମୋର କୌଣସି ସମ୍ପର୍କ ନାହିଁ। ଶିଖା ଭାଉଜ ତମେ ଏ କଥା କହିପାରୁଛ? କାହିଁକି କହିପାରିବି? ଗୋଟେ ଚୋର ବଦମାସ ତାଙ୍କ ପୁତ୍ର ଯେ କ'ଣ ହେଇପା ମାମୁଁ ଠିକ କହୁଛନ୍ତି। ତୋ କଳା ପୋଷାକରେ ଦାଗ ଲଗାଇବାକୁ ଅସ୍ୱୀକାର କରେ ନା। ଆଉ ମୁଁ ଯଦି ଠିକ ସେଇ ପ୍ରଶ୍ନ ଆପଣଙ୍କୁ ପଚାରେ ମାନେ ଜୀବ ତଳ ଅନ୍ଧାରରେ କିଏ ନିଜ ଚରିତ୍ରକୁ ଲୁଚାଇ ରଖେ ସେ ପୁଣି ଅନ୍ୟକୁ କ'ଣ ଉପଦେଶ ଦେବ? ଚନ୍ଦନ ତୁ କଥା କହିବାର ସୀମା ଟପି ଯାଉ। তোর মনে রাখিবা দরকার ମୁଁ ହଉଛି ତୋ ବଡ଼ ଭାଇ ଜଗନ ବୋଲି ଆସି। ଆଜି ତୁ ତୋ ଡ୍ରେସଟା ପିନ୍ଧି ଗର୍ବରେ ଫୁଟି ଯାଉଛୁ ସେଇଟା ମୋରି ଦାନ। ସେଥିପାଇଁ ତ ଆଜି ପର୍ଯ୍ୟନ୍ତ ଆପଣଙ୍କର ସବୁ ଅନ୍ୟାୟକୁ ସହି ଆସିଛି ଆଉ ଇଚ୍ଛା ଥିଲେ ବି ପ୍ରତିରୋଧ କରିବାର ସାହସ କରିପାରୁନି। ଏଣିକି ଆପଣ ଅନ୍ୟାୟ ଅତ୍ୟାଚାର ବନ୍ଦ କରନ୍ତୁ। ଅହଙ୍କାର ମାର୍ବଲ ଚଟାଣ ଉପରୁ ଓହ୍ଲେଇ ଆସି ଶାନ୍ତି ମୈତ୍ର ମାଟି କାଦୁଅ ରାସ୍ତାରେ ପାଦ ଦିଅନ୍ତୁ। ଆଉ ତା ନହେଲେ ୟାର ମୁକାବିଲା କରିବାକୁ ମୁଁ କେବେ ବି ପଛେଇ ଯିବିନି। ତମେ ବଡ଼ ଭାଇ ମୋର କଥା କହିପାରୁଛ। ସେଥିପାଇଁ ତୁ ମତେ ବାଧ୍ୟ କରୁଛୁ। ଝିଅରୁ ବୋହୂ ହେଇ ସାରିଲା ପରେ ଶାଶୁଘର ତା ପାଇଁ ସ୍ୱର୍ଗପୁର। ଯିଏ ଡିଇଁଲେ ସେଇଠି ଆଉ ମରିଲେ ସେଇଠି। ଯିଏ ନିଜ ସାମାନ୍ୟ ସୁଖ ଶାସନ ପାଇଁ ସ୍ୱର୍ଗପୁରକୁ ନର୍କରେ ପରିଣତ କରିବାକୁ ଚେଷ୍ଟା କରେ ତାର ଫଳ କେବଳ ଅନୁତାପ।